ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ଶପଥ ଗ୍ରହଣ ଉତ୍ସବ। ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନୂଆବର୍ଷର ଅବସରରେ ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖରପୁର ଶାଖାର ନବନିର୍ବାଚିତ ଶାଖା କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳାଦ୍ରି ବିହାର ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା। ଶାଖା ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ଶିକ୍ଷା ପ୍ରଶାସକ ଶ୍ରୀ ରବୀନ୍ଦ୍ର କୁମାର ନାୟକ ମହୋଦୟ। ପ୍ରାରମ୍ଭରେ ମା ଭାରତୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାରଣା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ପରେ ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ନୂତନ ସଦସ୍ୟମାନଙ୍କ ଅବଗତି ନିମନ୍ତେ ଭାରତ ବିକାଶ ପରିଷଦ ଓ ତାର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଡକ୍ଟର ମନୋରଞ୍ଜନ ଦାସ। ପରେ ଶାଖାର ନବନିର୍ବାଚିତ ଅଧ୍ୟକ୍ଷଙ୍କୁ ପ୍ରଫେସର ଧନୁସ୍ତାରୀ ମିଶ୍ର ଓ ଶାଖାର ନବନିର୍ବାଚିତ ସଚିବ ଶ୍ରୀ ଦଶରଥ ନାୟକ ଏବଂ କୋଷାଧ୍ୟକ୍ଷ ଶ୍ରୀ ଧ୍ରୁବଚରଣ ରାଉତଙ୍କୁ ଶ୍ରୀ ଦେବେନ୍ଦ୍ରନାଥ ଦାସ ପଦ ଗୋପନୀୟତାର ଶପଥ ପାଠ କରାଇଥିଲେ ଏବଂ ସେମାନେ ମଞ୍ଚାସୀନ ହୋଇଥିଲେ। ଆନନ୍ଦର କଥା ଏହିକି ଯେ ଆଜି ଆମ ଶାଖାରେ 5 ଜଣ ନୂତନ ସଦସ୍ୟା ଯୋଗଦେଇ ଶପଥ ଗ୍ରହଣ କରିଥିଲେ। ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ସମ୍ପର୍କରେ ମୁଖ୍ୟ ଅତିଥି ତାଙ୍କର ସୁନ୍ଦର ଅଭିଭାଷଣ ରଖି ସୁମଧୁର କଣ୍ଠରେ ସଙ୍ଗୀତ ମାଧ୍ୟମରେ ଓଡ଼ିଶାରେ ଓଡ଼ିଆ ପରମ୍ପରାର ସୁରକ୍ଷା ତଥା ପ୍ରଚାର ପ୍ରସାର ଦିଗରେ ଭାରତ ବିକାଶ ପରିଷଦର ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଯୁବପିଢ଼ି ଏପରି ଅନୁଷ୍ଠାନର ସଦସ୍ୟ ହୋଇ ଦେଶମାଟିର ସେବା ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ବରିଷ୍ଠ ସଦସ୍ୟ ବୈଜ୍ଞାନିକ ଡକ୍ଟର ବିଶ୍ୱେଶ୍ୱର ଦାସ ଆଜି ଦିନର ବୈଶିଷ୍ଟ୍ୟ ତଥା ଏ ଦିଗରେ ବୈଜ୍ଞାନିକ ଭିତ୍ତି ସମ୍ପର୍କରେ ଆଲୋଚନା କରିଥିଲେ। ନବନିର୍ବାଚିତ କାର୍ଯ୍ୟକର୍ତ୍ତା ଆଗାମୀ ଦିନମାନଙ୍କରେ ଚନ୍ଦ୍ରଶେଖରପୁର ଶାଖାର କିଭଳି ଗୁଣାତ୍ମକ ବିକାଶ କରିବେ ସେ ଦିଗରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ପଠାଣି ସାମନ୍ତ ଶିକ୍ଷା କେନ୍ଦ୍ରର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦାୟୀ ଶାଖା ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ନିଜର 4 ବର୍ଷ ସଚିବ କାଳ ସମସ୍ତଙ୍କ ସହଯୋଗରେ ସମାପ୍ତ କରିଥିବା ହେତୁ କୃତଜ୍ଞତା ଜ୍ଞାପନ କରି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସମସ୍ତଙ୍କୁ ସୁସ୍ୱାଦୁ ରାତ୍ରି ଭୋଜନରେ ଆପ୍ୟାୟିତ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।